ଷଷ୍ଠ ସଂସ୍କରଣ ବିଜୁ ଉମରକୋଟ ପ୍ରିମିୟମ ଲିଗ୍ ଶେଷ ହୋଇଯାଇଛି। ଏହି ଖେଳ ପ୍ରତିଯୋଗିତାରେ ମୋଟ 22ଟି ଦଳ ଅଂଶଗ୍ରହଣ କରିଥିବା ବେଳେ ଫାଇନାଲରେ ସୂର୍ଯ୍ୟା 11 ସହ ଝାରସୁଗୁଡ଼ା ଲିଟିଲ ଷ୍ଟାର ମଧ୍ୟରେ ଖେଳାଯାଇଥିଲା। ଝାରସୁଗୁଡ଼ା ଲିଟିଲ ଷ୍ଟାର ଟସ୍ ଜିତି ପ୍ରଥମେ କ୍ଷେତ୍ର ରକ୍ଷଣ ନେଇଥିବା ବେଳେ ସୂର୍ଯ୍ୟା 11 ମୋଟ 20 ଓଭର ଖେଳି 9 ୱିକେଟ ହରାଇ 181 ରନ୍ ସଂଗ୍ରହ କରିଥିଲେ। ଜବାବରେ ଦୁଇଥର ୟୁପିଏଲ୍ ବିଜେତା ଝାରସୁଗୁଡ଼ା ଲିଟିଲ ଷ୍ଟାର ନିର୍ଦ୍ଧାରିତ ଓଭରରେ ମାତ୍ର 9 ୱିକେଟରେ 150 ରନ୍ରେ ସୀମିତ ରହି ହ୍ୟାଟ୍ରିକ୍ ବିଜେତା ହେବାର ସୌଭାଗ୍ୟ ମଳିନ ହୋଇ ରହିଗଲା ଏବଂ ଉପବିଜେତାରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା। ଉକ୍ତ ପ୍ରତିଯୋଗିତାର କାମରାନ ଖାନ୍ ଫାଇନାଲ ମ୍ୟାଚର ଶ୍ରେଷ୍ଠ ଖେଳାଳିରେ ପୁରସ୍କୃତ ହୋଇଥିବା ବେଳେ ମ୍ୟାନ୍ ଅଫ୍ ଦି ସିରିଜ ମଧ୍ୟ ସୂର୍ଯ୍ୟା 11 ଦଳର ଅର୍ଥାତ୍ ଆଇପିଏଲ୍ ଖେଳାଳି ଜାମରାନ ଖାନ୍ଙ୍କୁ 15,151 ଟଙ୍କା ଓ ଟ୍ରଫି ଦେଇ ପୁରସ୍କୃତ କରାଯାଇଥିଲା। ଏହି ପ୍ରତିଯୋଗିତାରେ ପୁରସ୍କାର ବିତରଣ ଉତ୍ସବରେ କ୍ୟାବିନେଟ୍ ମନ୍ତ୍ରୀ ଜଗନ୍ନାଥ ସାରକା ଉପସ୍ଥିତ ରହି ବିଜେତା ଦଳକୁ 77,777 ଟଙ୍କା ସହ ଟ୍ରଫି ଓ ଉପବିଜେତା ଦଳକୁ 55,555 ଟଙ୍କା ସହ ଟ୍ରଫି ପ୍ରଦାନ କରିଥିଲେ। ଏହି ଉଦ୍ଯାପନୀ ଉତ୍ସବରେ କ୍ୟାବିନେଟ୍ ମନ୍ତ୍ରୀ ଜଗନ୍ନାଥ ସାରକା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସାଂସଦ ରମେଶ ମାଝୀ, ଝରିଗାଁ ବିଧାୟକ ପ୍ରକାଶ ମାଝୀ, ବରିଷ୍ଠ ଓକିଲ ତଥା ପୂର୍ବତନ ନଗରପାଳ ଝାଡ଼େଶ୍ୱର ମହାନ୍ତି, ଅର୍ଜୁନ ତ୍ରିପାଠୀ, ସଲିମ ଲାଠିଆ, ପୌରାଧ୍ୟକ୍ଷ ରାଧା ଭତରା ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଯୋଗ ଦେଇଥିଲେ। ପ୍ରମୋଦ ପାଢ଼ୀ ମଞ୍ଚ ପରିଚାଳନା କରିଥିଲେ। ସଭାପତି ସୁଧାଂଶୁ ଦାସ, ଉପସଭାପତି ଚନ୍ଦନ ବେହେରା, ସମ୍ପାଦକ ଅଭିଳାଷ ପଟ୍ଟନାୟକ, କୋଷାଧ୍ୟକ୍ଷ ତପନ ପାତ୍ର ଏବଂ ଟିମ୍ ବହୁ ସୁରୁଖୁରୁରେ ବିଜୁ ୟୁପିଏଲ୍ ଖେଳଟିକୁ ପରିଚାଳନା କରିଥିଲେ। ଉମରକୋଟରୁ ଦୀପଙ୍କର ଡାକୁଆଙ୍କ ରିପୋର୍ଟ, ତୀର୍ଥକ୍ଷେତ୍ର ଲାଇଭ୍।